କେବେ ଏମିତି ଭାବିଛନ୍ତି କି ଦୁଇ ଜଣ ଟ୍ରେଡର୍ସ ସମାନ ଚାର୍ଟ, ସମାନ ବଜାର, ଏପରିକି ସମାନ ଷ୍ଟ୍ରାଟେଜି ବ୍ୟବହାର କରି ମଧ୍ୟ ଜଣେ ଲାଭ କରେ ଆଉ ଅନ୍ୟ ଜଣେ କ୍ଷତି ସହେ? ଏମିତି କାହିଁକି ହୁଏ? କ'ଣ ସେହି କାରଣ? ଚାଲନ୍ତୁ ଆଜିର ଏହି ଆଲୋଚନାରେ ଆମେ ସେହି ଗୁପ୍ତ କାରଣଟିକୁ ହିଁ ଖୋଜିବା, ଯାହାକୁ ଅଧିକାଂଶ ଟ୍ରେଡର୍ସ ସାଧାରଣତଃ ଦେଖିପାରନ୍ତି ନାହିଁ। ହଁ, ଏଇଟା ହିଁ ତ ସବୁଠାରୁ ବଡ଼ ପ୍ରଶ୍ନ। ଆରେ ଯଦି କେବଳ ଗୋଟିଏ ଭଲ ଷ୍ଟ୍ରାଟେଜିରେ କାମ ହୋଇଯାଉଥାନ୍ତା, ତାହେଲେ ତ ଆଜି ସମସ୍ତେ କୋଟିପତି ହୋଇଯାଇଥାନ୍ତେ, ନୁହେଁ କି? ତାହେଲେ ପ୍ରକୃତରେ ସମସ୍ୟାଟା କେଉଁଠି ରହିଛି? ଆସନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ଏଠାରେ ଦେଖନ୍ତୁ ଦୁଇ ପ୍ରକାରର ଟ୍ରେଡର ଅଛନ୍ତି। ଗୋଟିଏ ପଟେ ସେହି ଟ୍ରେଡର ଯିଏ ସବୁବେଳେ ସଂଘର୍ଷ କରୁଛି, ପୁରା ବିଶୃଙ୍ଖଳିତ ଆଉ ଇମୋସନାଲ। ଡେରିରେ ଉଠିବ ଆଉ ମାର୍କେଟ ଖୋଲିଲା କି ନାହିଁ ବାସ୍ ଉତ୍ତେଜନାରେ ଟ୍ରେଡ୍ କରି ବସିବ। ଆଉ ଅନ୍ୟପଟେ ଦେଖନ୍ତୁ ଜଣେ ସଫଳ ଟ୍ରେଡରଙ୍କୁ, କେତେ ଶାନ୍ତ, କେତେ ସ୍ଥିର ଆଉ ସବୁବେଳେ ପ୍ରସ୍ତୁତ। ସେ ମାର୍କେଟ ଖୋଲିବାର ବହୁତ ଆଗରୁ ଉଠି ନିଜର ପ୍ଲାନ୍ ତିଆରି କରେ ଆଉ ଠିକ୍ ସୁଯୋଗ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରେ। ତେବେ ଏଥିରୁ କ'ଣ ଜଣାପଡ଼ୁଛି? ସଫଳତା ଆଉ ବିଫଳତା ଭିତରେ ଯେଉଁ ଫରକଟା ଅଛି, ସେଟା କୌଣସି ସିକ୍ରେଟ୍ ଇଣ୍ଡିକେଟର କିମ୍ବା ଫର୍ମୁଲା ନୁହେଁ, ବରଂ ଏହା ହେଉଛି ଗୋଟେ ଅଦୃଶ୍ୟ ଶକ୍ତି, ଆଉ ସେଇଟା ହେଲା ଏକ ଅନୁଶାସିତ ଦୈନିକ ରୁଟିନ୍। ହଁ, ଏଇଟା ହିଁ ହେଉଛି ସଫଳତାର ପ୍ରକୃତ ମୂଳଦୁଆ। ଠିକ୍ ଅଛି, ତେବେ ଆସନ୍ତୁ ଆମର ପ୍ରଥମ ଭାଗକୁ ଯିବା। ଦେଖନ୍ତୁ, ଗୋଟେ ରୁଟିନ୍ ତିଆରି କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକ ସଠିକ୍ ମାନସିକତା ତିଆରି କରିବା। କାରଣ ମନେ ରଖିବାକୁ ହେବ, ଟ୍ରେଡିଂ କେବଳ ସଂଖ୍ୟା ଆଉ ଚାର୍ଟର ଖେଳ ନୁହେଁ, ଏହା ପ୍ରକୃତରେ ମନର ଖେଳ। ଆଉ ଗୋଟେ ମଜାଦାର କଥା କ'ଣ ଜାଣନ୍ତି? ଟ୍ରେଡିଂରେ ସଫଳତା ପାଇଁ ଷ୍ଟ୍ରାଟେଜିର ଭୂମିକା ମାତ୍ର 20%। ବିଶ୍ୱାସ ହେଉନି ନା? ହେଲେ ଏହା ସତ। ବାକି 80% ହେଉଛି ମନୋବିଜ୍ଞାନ, ମାନେ ମାଇଣ୍ଡସେଟ୍, ଅନୁଶାସନ ଆଉ ଧୈର୍ଯ୍ୟ। ଗୋଟେ ଭଲ ସିଷ୍ଟମ ତ ନିଶ୍ଚୟ ଦରକାର, କିନ୍ତୁ ଯଦି ମନଟା ହିଁ ନିଜ କଣ୍ଟ୍ରୋଲରେ ନାହିଁ, ତାହେଲେ ଦୁନିଆର ସବୁଠୁ ବେଷ୍ଟ ଷ୍ଟ୍ରାଟେଜି ବି କୌଣସି କାମରେ ଆସିବନି। ପ୍ରାୟ ସବୁ ଟ୍ରେଡର ଏହି ତିନୋଟି ମାନସିକ ଶତ୍ରୁ ସହ ଲଢ଼ନ୍ତି। ପ୍ରଥମେ ଆସେ ଭୟ। ଏହା ଏମିତି ଏକ ଜିନିଷ ଯାହା ଭଲ ସୁଯୋଗ ଆସିଲେ ବି ଟ୍ରେଡ୍ ନେବାକୁ ଦିଏନି। ତାପରେ ଆସେ ଲୋଭ। ଏହା ଆମକୁ ନିୟମ ଭାଙ୍ଗିବା ପାଇଁ ଉସ୍କାଏ। ଆଉ ଶେଷରେ ଅଧୈର୍ଯ୍ୟ। ଏଇଟା ତ ଆମକୁ ବିରକ୍ତ ହେଇ ବିନା କାରଣରେ ଟ୍ରେଡ୍ କରିବାକୁ ବାଧ୍ୟ କରେ। ଗୋଟେ ମଜବୁତ ମାଇଣ୍ଡସେଟ୍ ଆଉ ରୁଟିନ୍ ହିଁ ଏହି ତିନୋଟି ଜାଲରୁ ବାହାରିବାରେ ସାହାଯ୍ୟ କରିଥାଏ। ଏହି କଥାଟାକୁ ଟିକେ ଗଭୀର ଭାବରେ ଦେଖନ୍ତୁ। ଏହା ସବୁକିଛି କହିଦେଉଛି। ଆମେ କେହି ବି ମାର୍କେଟକୁ କଣ୍ଟ୍ରୋଲ କରିପାରିବାନି, ଏହା ଅସମ୍ଭବ। କିନ୍ତୁ ଆମେ ନିଜକୁ ନିଶ୍ଚୟ କଣ୍ଟ୍ରୋଲ କରିପାରିବା। ଯେଉଁଦିନ ଏହି କଥାଟା ଠିକ୍ରେ ବୁଝାପଡ଼ିଯିବ, ସେହି ଦିନଠୁ ଟ୍ରେଡିଂରେ ଟେନସନ୍ ବହୁତ କମିଯିବ। ତେଣୁ ଫୋକସ୍ ମାର୍କେଟ ଉପରୁ ହଟେଇ ନିଜ ଉପରକୁ ଆଣିବା ଦରକାର। ଆସନ୍ତୁ ଏବେ ଆମେ ଏହି ଆଲୋଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଯିବା। ଏବେ ଆମେ ଦେଖିବା ଜଣେ ପ୍ରଫେସନାଲ ଟ୍ରେଡରଙ୍କ ଦିନଟି କେମିତି କଟେ। ଏହା ଏକ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍, ଯାହାକୁ ଯିଏ ଚାହିଁବ ଅନୁସରଣ କରିପାରିବ। ପ୍ରଥମ ପର୍ଯ୍ୟାୟ ହେଲା ସକାଳର ପ୍ରସ୍ତୁତି। ମନେ ରଖନ୍ତୁ, ଟ୍ରେଡିଂ ଦିନର ଆରମ୍ଭ ମାର୍କେଟ ଖୋଲିଲେ ହୁଏନି, ବରଂ ନିଦରୁ ଉଠିବା ମାତ୍ରେ ହିଁ ହୋଇଯାଏ। ଶୀଘ୍ର ଉଠିବା, ଦୁନିଆରେ କ'ଣ ଚାଲିଛି ତା ଉପରେ ନଜର ପକାଇବା, ଆଜିର ଲକ୍ଷ୍ୟ କ'ଣ ତାକୁ ଡାଏରୀରେ ଲେଖିବା, ଆଉ ସଫଳତା ବିଷୟରେ ଟିକେ ଭାବିବା। ଏହି ସବୁ ଛୋଟ ଛୋଟ କାମ ଗୋଟେ ଶୃଙ୍ଖଳିତ ଟ୍ରେଡିଂ ଦିନ ପାଇଁ ମୂଳଦୁଆ ପକାଇଥାଏ। ମାନସିକ ଭାବେ ପ୍ରସ୍ତୁତ ହେଲା ପରେ ଆସେ ଟେକ୍ନିକାଲ ପ୍ରସ୍ତୁତିର ପାଳି। ଏହି ସମୟରେ ଚାର୍ଟ ସ୍କାନ୍ କରାଯାଏ। କିନ୍ତୁ ମନେ ରଖିବାକୁ ହେବ, ଏଠି ଆମେ ଟ୍ରେଡ୍ ଖୋଜୁ ନାହୁଁ, ବରଂ ଆମ ଷ୍ଟ୍ରାଟେଜି ହିସାବରେ ଠିକ୍ ଥିବା ସେଟଅପ୍ଗୁଡ଼ିକୁ ଫିଲ୍ଟର କରୁଛୁ। ମୁଖ୍ୟ ସପୋର୍ଟ ଆଉ ରେଜିଷ୍ଟେନ୍ସ ଜୋନ୍ଗୁଡ଼ିକୁ ଚିହ୍ନଟ କରିବା, ଆଉ ସବୁଠୁ ଜରୁରୀ କଥା, ଟ୍ରେଡ୍ ନେବା ପୂର୍ବରୁ ହିଁ ରିସ୍କ କେତେ ନେବା ତାକୁ ପ୍ଲାନ୍ କରିବା। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହି ସବୁ ପ୍ରସ୍ତୁତିକୁ ମିଶେଇ ତିଆରି ହୁଏ ଆମର ଡେଲି ଟ୍ରେଡ୍ ପ୍ଲାନ୍। ଏହା ହେଉଛି ଗୋଟେ ଲିଖିତ ରୋଡ୍ ମ୍ୟାପ୍। ଟ୍ରେଡିଂ ବେଳେ ଯେତେବେଳେ ଇମୋସନ୍ସ ଆସେ, ସେତେବେଳେ ଏହି ପ୍ଲାନ୍ଟା ହିଁ ଆମକୁ ଠିକ୍ ରାସ୍ତାରେ ରଖେ। ସତ କହିବାକୁ ହେଲେ, ଏହା ବିନା ଟ୍ରେଡିଂ କରିବା କା ବିନା ମ୍ୟାପ୍ରେ କୌଣସି ଅଜଣା ଜାଗାକୁ ଯିବା ସହିତ ସମାନ। ଏବେ ଆସିଲା ସବୁଠୁ ଚ୍ୟାଲେଞ୍ଜିଂ ପାର୍ଟ, ଏକ୍ଜିକ୍ୟୁସନ୍। ଜଣେ ସଫଳ ଟ୍ରେଡର ଏକ ସ୍ନାଇପର ଭଳି ଅପେକ୍ଷା କରେ, ଠିକ୍ ସମୟକୁ। ସେମାନେ ନିଜର ପ୍ଲାନ୍କୁ ବିଶ୍ୱାସ କରନ୍ତି, ସେହି ମୁହୂର୍ତ୍ତର ଫିଲିଂସକୁ ନୁହେଁ। ଆଉ ଗୋଟେ କଥା, ଓଭର ଟ୍ରେଡିଂରୁ ଦୂରେଇ ରହିବା। ମନେ ରଖନ୍ତୁ, ବେଳେବେଳେ କୌଣସି ଟ୍ରେଡ୍ ନ କରିବା ହିଁ ସବୁଠୁ ଭଲ ଟ୍ରେଡ୍ ହୋଇଥାଏ। ଆଉ ହଁ, ମଝିରେ ମଝିରେ ଛୋଟ ବ୍ରେକ୍ ନେବା ଦ୍ୱାରା ମନ ଶାନ୍ତ ରହେ। ଦିନ ସରିଲା, ଏବେ ପାଳି ଆସି କ୍ଲୋଜିଂ ରିଚୁଆଲର। ସବୁ ଇଣ୍ଟ୍ରାଡେ ପୋଜିସନ୍ସ ବନ୍ଦ କରିବାକୁ ହେବ। ତାପରେ ଆଜି କ'ଣ କ'ଣ ହେଲା, କୋଉ ଟ୍ରେଡ୍ ନିଆଗଲା, କେତେ ଲାଭ ବା କ୍ଷତି ହେଲା, ସେତେବେଳେ ମନରେ କି ଭାବନା ଆସୁଥିଲା,
ସବୁ କିଛି ଜର୍ଣ୍ଣାଲରେ ଲେଖିବା ଦରକାର। ଏଟା ଖାଲି ହିସାବ ରଖିବା ପାଇଁ ନୁହେଁ, ଏଥିରୁ ଶିଖିବା ପାଇଁ। ମାର୍କେଟ ପ୍ରତିଦିନ ଆମକୁ କିଛି ନା କିଛି ଶିଖାଏ, ଆଉ ଜର୍ଣ୍ଣାଲ ସେଇ ଶିକ୍ଷାକୁ ଧରି ରଖିବାରେ ସାହାଯ୍ୟ କରେ। ଠିକ୍ ଅଛି, ଏତେ ଯାଏଁ ତ ଆମେ ଦୈନିକ ରୁଟିନ୍ ବିଷୟରେ କଥା ହେଲେ। ଏବେ ଟିକେ ଆଗକୁ ଯାଇ ଲଙ୍ଗ୍ ଟର୍ମ ଅଭ୍ୟାସ ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ନିରନ୍ତର ଭାବେ ଉନ୍ନତି ହୋଇପାରିବ। ଏହାକୁ କୁହାଯାଏ ଫିଡବ୍ୟାକ୍ ଲୁପ୍। ଦେଖନ୍ତୁ, ଏହା କେମିତି କାମ କରେ। ଆମେ ପ୍ରତିଦିନ ଯାହା କରୁ ସେଥିରୁ ଡାଟା ମିଳେ। ସପ୍ତାହ ଶେଷରେ ସେହି ଡାଟାକୁ ରିଭ୍ୟୁ କରି ଆମେ ପ୍ୟାଟର୍ନ ଖୋଜୁ। ମାସ ଶେଷରେ ପୂରା ମାସର ପ୍ରଦର୍ଶନକୁ ଦେଖୁ, ଆଉ ଏହିସବୁ ବିଶ୍ଳେଷଣରୁ ଆମକୁ ଜଣାପଡ଼େ ଯେ ଆମ ଷ୍ଟ୍ରାଟେଜିରେ କିଛି ପରିବର୍ତ୍ତନ ଦରକାର କି ନାହିଁ। ଏହା ଏକ ନିରନ୍ତର ଚାଲୁଥିବା ପ୍ରକ୍ରିୟା। ତେବେ ସାପ୍ତାହିକ ସମୀକ୍ଷା କେମିତି କରିବେ? ଏଠାରେ ଗୋଟେ ଛୋଟ ଚେକ୍ଲିଷ୍ଟ ଅଛି। ସପ୍ତାହର ସବୁ ଟ୍ରେଡ୍ ଡେଟାକୁ ଏକାଠି କରନ୍ତୁ। ଦେଖନ୍ତୁ, କିଛି ବ୍ୟବହାରିକ ପ୍ୟାଟର୍ନ ଅଛି କି, ଯେମିତିକି ସକାଳେ ଭଲ ପ୍ରଦର୍ଶନ ହେଉଛି ନା ଅପରାହ୍ନରେ। ଖାଲି ଲାଭ କ୍ଷତିକୁ ଦେଖନ୍ତୁନି, ନିଜ ଅନୁଶାସନକୁ ବି ମାର୍କ ଦିଅନ୍ତୁ। ଆଉ ଶେଷରେ ଆସନ୍ତା ସପ୍ତାହ ପାଇଁ ଗୋଟେ ଛୋଟ ନୋଟ୍ ଲେଖନ୍ତୁ। ଏହିପରି ଭାବରେ ଅନୁଭବ ଜ୍ଞାନରେ ପରିଣତ ହୁଏ। ନିଜର ପ୍ରଦର୍ଶନକୁ ଟ୍ରାକ୍ କରିବା ବହୁତ ଜରୁରୀ, ଆଉ ଏଥିପାଇଁ ଡାଟାକୁ ବିଶ୍ଳେଷଣ କରିବାକୁ ପଡ଼ିବ। ଏହି ଚାର୍ଟକୁ ଦେଖନ୍ତୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହାରାହାରି ଲାଭ ହାରାହାରି କ୍ଷତିଠାରୁ ବେଶୀ। ଏହାର ଅର୍ଥ ହେଲା ଏକ ଷ୍ଟାଟିଷ୍ଟିକାଲ ଏଜ୍ ବା ସୁବିଧା ଅଛି। ମନେ ରଖନ୍ତୁ, ଡାଟା କେବେ ବି ମିଛ କହେ ନାହିଁ। ଏହା ହିଁ ଆମକୁ ସିଧାସଳଖ କହିଦିଏ ଯେ ଆମ ଷ୍ଟ୍ରାଟେଜି ପ୍ରକୃତରେ କାମ କରୁଛି କି ନାହିଁ। ଯଦି ମାର୍କେଟରେ ଲମ୍ବା ସମୟ ପାଇଁ ତିଷ୍ଠି ରହିବାକୁ ଚାହୁଁଛନ୍ତି, ତେବେ ଏହି ମାଇଣ୍ଡସେଟ୍ ବହୁତ ଜରୁରୀ। ଭୁଲକୁ ବିଫଳତା ବୋଲି ଭାବନ୍ତୁନି, ବରଂ ଏହାକୁ ଏକ ଫିଡବ୍ୟାକ୍ ଭାବରେ ଦେଖନ୍ତୁ। ଭୁଲ ହେବାଟା ସ୍ୱାଭାବିକ, କିନ୍ତୁ ପ୍ରତ୍ୟେକ ଭୁଲ ଆମକୁ କିଛି ନା କିଛି ଶିଖାଇଥାଏ। ତେଣୁ ଭୁଲକୁ ସ୍ୱୀକାର କରନ୍ତୁ, ତାର କାରଣ ଖୋଜନ୍ତୁ, ଗୋଟେ ସମାଧାନ ବାହାର କରନ୍ତୁ, ଆଉ ତାପରେ ତାକୁ ଭୁଲିଯାଇ ଆଗକୁ ବଢ଼ନ୍ତୁ। ଏହା ହିଁ ଉନ୍ନତିର ପ୍ରକୃତ ରାସ୍ତା। ଚାଲନ୍ତୁ, ଏବେ ଆମେ ଆମର ଶେଷ ଭାଗକୁ ଯିବା। ଏହି ଭାଗଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠି ଆମେ କେବଳ କାମ କରିବା ବିଷୟରେ ନୁହେଁ, ବରଂ ନିଜ ପରିଚୟ ଗଢ଼ିବା ବିଷୟରେ କଥା ହେବା। ଏଠାରେ ଗୋଟେ ବହୁତ ବଡ଼ ମନୋବୈଜ୍ଞାନିକ ପରିବର୍ତ୍ତନ ବିଷୟରେ କୁହାଯାଇଛି। ଯେତେବେଳେ କେହି ଭାବେ ଯେ ମୁଁ ଏକ ରୁଟିନ୍ ଫଲୋ କରିବାକୁ ଚେଷ୍ଟା କରୁଛି, ସେତେବେଳେ ଏହା ଗୋଟେ ବୋଝ ଭଳି ଲାଗେ। କିନ୍ତୁ ଯେତେବେଳେ ସେ ଭାବେ ମୁଁ ଜଣେ ଅନୁଶାସିତ ଟ୍ରେଡର, ସେତେବେଳେ ସେହି ରୁଟିନ୍ଟା ଆଉ କଷ୍ଟକର ଲାଗେନି, କାରଣ ସେତେବେଳକୁ ଏହା ପରିଚୟର ଏକ ଅଂଶ ହୋଇଯାଇଥାଏ। ଏହା ଚେଷ୍ଟା ନୁହେଁ, ସ୍ୱଭାବ ହୋଇଯାଏ। ଆଉ ଗୋଟେ କଥା, ଖାଲି ଟ୍ରେଡିଂ ରୁଟିନ୍ ନୁହେଁ, ଜୀବନଶୈଳୀର ରୁଟିନ୍ ବି ବହୁତ ଜରୁରୀ। ଠିକ୍ ସମୟରେ ଶୋଇବା, ଭଲ ସ୍ୱାସ୍ଥ୍ୟ ଆଉ ଟ୍ରେଡିଂର ବାହାରେ ଏକ ସନ୍ତୁଳିତ ଜୀବନ, ଏସବୁ ମାର୍କେଟରେ ସଫଳ ହେବା ପାଇଁ ମୂଳଦୁଆ ଭଳି କାମ କରେ। କାରଣ ସିଧା କଥା, ଯଦି ଶରୀର ଆଉ ମନ ହିଁ ଠିକ୍ ନଥିବ, ତାହେଲେ ଟ୍ରେଡିଂରେ ଅନୁଶାସନ ରଖିବା ପ୍ରାୟ ଅସମ୍ଭବ। ଏହା ହିଁ ବୋଧହୁଏ ସବୁଠାରୁ ବଡ଼ କଥା। ଟ୍ରେଡିଂରେ ସଫଳତା କେବଳ କେଉଁ ଟ୍ରେଡ୍ ନିଆଗଲା ସେଥିରେ ନଥାଏ, ବରଂ ଏହି ଯାତ୍ରାରେ ଜଣେ କିଭଳି ବ୍ୟକ୍ତି ହେଉଛି ସେଥିରେ ଥାଏ। ଏହି ପୂରା ରୁଟିନ୍ଟା ଖାଲି ଟଙ୍କା ପାଇଁ ନୁହେଁ, ଏହା ବ୍ୟକ୍ତିଗତ ବିକାଶର ଏକ ରାସ୍ତା। ଟ୍ରେଡିଂ ଆମକୁ ଯେଉଁଭଳି ବ୍ୟକ୍ତିରେ ପରିଣତ କରେ, ତାହା ହିଁ ହେଉଛି ପ୍ରକୃତ ସଫଳତା। ଦେଖନ୍ତୁ, ଏହା ଏକ ଶକ୍ତିଶାଳୀ ଚକ୍ର। ଆମର ଦୈନିକ କାର୍ଯ୍ୟ ହିଁ ଆମ ଅଭ୍ୟାସକୁ ଗଢ଼େ। ସେହି ଅଭ୍ୟାସ ହିଁ ଆମ ପରିଚୟକୁ ଗଢ଼େ, ଆଉ ଆମ ପରିଚୟ ହିଁ ଶେଷରେ ଆମ ସଫଳତାକୁ ସ୍ଥିର କରେ। ଛୋଟ ଛୋଟ ଜିନିଷ ମିଶି ହିଁ ବଡ଼ ପରିଣାମ ଦେଇଥାଏ। ତେବେ ଶେଷରେ ଗୋଟେ ପ୍ରଶ୍ନ, ଆଉ ଏହା ଖାଲି ଗୋଟେ ପ୍ରଶ୍ନ ନୁହେଁ, ଏହା ଏକ ଚ୍ୟାଲେଞ୍ଜ। ଏହିସବୁ ଆଲୋଚନା ପରେ ଆସନ୍ତାକାଲି ସକାଳେ ଉଠି ନିଜକୁ ପଚାରିବା ଦରକାର, ଆଜି ଜଣେ ସଫଳ ଟ୍ରେଡର କ'ଣ କରିବ? ଆଉ ଯାହା ଉତ୍ତର ମିଳିବ, ବାସ୍ ତାହା ହିଁ କରିବାକୁ ହେବ। Thanks for watching Odia Stock Pathasala. Don't forget to like, share and subscribe. Your journey to financial freedom starts here.